ସାଙ୍ଗମାନେ ତ ଆଜି ଗୁରୁବାର ଥିଲା। ଗୁରୁବାର ଆମ ହଷ୍ଟେଲ ଖାଇବା କିଛି ଏମିତି ଭଲ ନଥିଲା, ଡାଲି ଭାତ ହେଇଥିଲା। ତ ଏବେ ଆମେ ବସିଥିଲା ସାଢେ 3ଟା ଟାଇମ ହେଲାନି, ତ ଭୋକ ଲାଗିଲାନି। ଆମେ ପ୍ଲାନ୍ କଲେ କି ଯିବା ବିରିୟାନୀ ଖାଇବା ପାଇଁ। ତ ଚलो, ମୋ ସାଙ୍ଗ ତ ଏବେ ରେଡି ହେଲାନି, ଏବେ ଆମେ ଯିବା ବିରିୟାନୀ ଖାଇବା ପାଇଁ। ତ ମୁଁ ଏବେ ହଷ୍ଟେଲ ବାହାରକୁ ବାହାରି ଆସିଛି। ତ ଆମ ହଷ୍ଟେଲ ଗୋଟେ ରେଲୱେ ଷ୍ଟେସନ ଅଛି। ଷ୍ଟେସନ ନାମ ଜାଣିଛନ୍ତି ସେ କମେଣ୍ଟ କହିବେ, ଆଉ ଯଦି କଲେଜଟା ନାମ ଜାଣିଛନ୍ତି ସେ କମେଣ୍ଟରେ କହିବେ। ତ ଆମେ 4 ଜଣ ଯିବା, ଚାଲିଛି ଏମିତି ଯିବା। ଚାଲ ବିରିୟାନୀ ତ ଚାଲିଛି ବିରିୟାନୀ ଦୋକାନ, ପଚାରେ କଣ ହେଇଛି ନାହିଁ। ଆମେ ବିରିୟାନୀ ଦୋକାନରେ ପହଞ୍ଚି ଲେଟ୍ ନ କରି ସାଙ୍ଗେ ସାଙ୍ଗେ 3 ପ୍ଲେଟ୍ ବିରିୟାନୀ ଅର୍ଡର ଦେଇଥିଲେ। ତ ଅର୍ଡର ଦେଇ ସାଙ୍ଗେ ସାଙ୍ଗେ ପହଞ୍ଚିଗଲା କିଛି ସମୟ ୱେଟ୍ କଲା ପରେ। ତ ଆମେ ବିରିୟାନୀ ଖାଇ କାଳେ ଯିବା। ତ ଚलो ଲାଷ୍ଟ ଦେଖ ତ ବିରିୟାନୀ ଖାଇ ଆସିଛି, ଗୋଟେ ଥଣ୍ଡା ପିଇବା। ଗୋଟେ ଥଣ୍ଡା ପିଇବା, ଚାଲ ଥଣ୍ଡା ଏବେ ଥଣ୍ଡା ଆଣିବା। ଥଣ୍ଡା କୁହ 3ଟା କୁହ। ଆମ ନଜରଟା ଦୋକାନ ତଳକୁ ପଡେ, ଲେଖା ହେଇଛି କଣ ପଢନ୍ତୁ। ଦୟାକରି ବାକି ମାଗି ଲଜ୍ଜିତ ଅନୁଭବ କରନ୍ତୁ ନାହିଁ। ଜୟ ଜୟ ସାଙ୍ଗମାନେ, ତ ଆଜିର ବ୍ଲଗକୁ ମୁଁ ଏଇଠି ଶେଷ କରୁଛି। ଆପଣମାନେ ଆମ ଚ୍ୟାନେଲ ନୂଆ ଥିଲେ ଆମ ଚ୍ୟାନେଲକୁ ଫଲୋ ଆଉ ସବସ୍କ୍ରାଇବ